जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रोलोजी सेशन को आगू बढ़ेगा आस्ट्रोलोजी सेशन क्रम आज आम पढ़ा निचस्थ ग्रह फल विभिन्न प्रकार क्वेश्चन आम एमती थाए कौन हम केमी हम आपण मान कही रखे आम जो सेसन्स गुड़ा कंडक्ट करुचे यहीटा को आम केवल कुंडली रे गोटे ग्रह भाविक कंडक्ट करुचे कि एमती फल दे पारे होल कुंडली देखिला ପରେ ହିଁ ଆକ୍ଚୁଆଲି ଏକ୍ଜାକ୍ଟ ଫଳ କଣ ହବ କଣ ନ ହବ ସେଟା ଉପରେ ବିଚାର କରାଯିବ। ବର୍ତ୍ତମାନ ମୁଁ ଯୋଉ ଆପଣଙ୍କୁ ନିଚସ୍ତ ଗ୍ରହର ଫଳ ପଢେଇବି ସେ ନିଚସ୍ତ ଗ୍ରହର ଫଳ ସେତିକି ବେଳେ ତାର ନେଗେଟିଭ ସେତିକି ବେଳେ ଆକ୍ଟିଭେଟ ହବ ଯଦି ତା ଉପରେ ପାପ ଦୃଷ୍ଟି ଥିବ। ପାପ ଗ୍ରହ କିଏ କିଏ? ମାର୍ସ, ମଙ୍ଗଳ, ଶନି, ରାହୁ, କେତୁ। ଆଉ ଶୁଭ ଗ୍ରହ କିଏ କିଏ? ନା ଆପଣଙ୍କର ଗୁରୁଦେବ ବୃହସ୍ପତି, ଶୁକ୍ର, ପାପ ମୁକ୍ତ ବୁଦ୍ଧ ଏବଂ ପୂର୍ଣ୍ଣ ଚନ୍ଦ୍ର ମାନେ ଯୋଉ ଶୁକ୍ଳ ପକ୍ଷ ଅଷ୍ଟମୀରୁ କୃଷ୍ଣ ପକ୍ଷ ସପ୍ତମୀ ଯାଏ ଯୋଉ ଚନ୍ଦ୍ର ରହିଲା ପାୱାରଫୁଲ ଚନ୍ଦ୍ର ଶୁକ୍ଳ ପକ୍ଷ ଅଷ୍ଟମୀରୁ କୃଷ୍ଣ ପକ୍ଷ ଅଷ୍ଟମୀରୁ ଶୁକ୍ଳ ପକ୍ଷ ସପ୍ତମୀ ଯାଏ ଯୋଉ ଚନ୍ଦ୍ର ରହିଲା ସେଟା ପାୱାରଲେସ୍ ଚନ୍ଦ୍ର ବା କ୍ଷୀଣ ଚନ୍ଦ୍ର। ତାପରେ ପୁଣି ଦେଖିବାକୁ ହବ କି କୁଣ୍ଡଳୀରେ କୋଉ ପାପ ଗ୍ରହ କୋଉ ଶୁଭ ଗ୍ରହକୁ ଦେଖୁଛି ବା କୋଉ ଶୁଭ ଗ୍ରହ କୋଉ ପାପ ଗ୍ରହକୁ ଦେଖୁଛି ସେଗୁଡାକୁ ବି ଧ୍ୟାନରେ ରଖିବାକୁ ହବ। ସର୍ବପ୍ରଥମ କହି ରଖିବା କି ଯିଏ ଭଦ୍ର ଲୋକ ଧର ଭଗବାନ ରାମଙ୍କ ଏକ୍ସାମ୍ପଲ ନେବାଟା ଠିକ ରହିବ। ସିଏ ସମୁଦ୍ର କୂଳରେ ବସି ପ୍ରାର୍ଥନା କରୁଛନ୍ତି ଯେବେ ସୂର୍ଯ୍ୟ ନାରାୟଣଙ୍କୁ ଯେତେବେଳେ ପ୍ରାର୍ଥନା କରୁଛନ୍ତି ସେତେବେଳେ କହୁଛନ୍ତି ଯେତେବେଳେ ଯୁଦ୍ଧ ହବ ମୁଁ ମୋର ସତ୍ଵ ଗୁଣଟାକୁ ନ ହରେଇକି ମୁଁ ଯୁଦ୍ଧ କରିପାରେ। ଇଏ ହେଲେ ଭଦ୍ରାମୀର ପରିଚୟ। ମାନେ ଯୁଦ୍ଧ ହବ ଆମର ଏଠି ରୁଲ ଅଛି ଏଭ୍ରିଥିଙ୍ଗ ଇଜ ଫେୟାର ଇନ ଲଭ୍ ଆଣ୍ଡ ୱାର। ହୁଁ। ସେଠି ବଢିଆ। ସେଠି ରାମ କହୁଛନ୍ତି ପ୍ରଭୁ ମାନେ ଯାହାଙ୍କୁ ପ୍ରାର୍ଥନା କରୁଛନ୍ତି ମନୁଷ୍ୟ ରୂପରେ ସେତେବେଳେ ସେ କହୁଛନ୍ତି କି ମତେ ଏଭ୍ରିଥିଙ୍ଗ ଇଜ ଫେୟାର ଇନ ଲଭ୍ ଆଣ୍ଡ ୱାର ବାଲା ସିଚୁଏସନ ଦରକାର ନାହିଁ ମତେ ଦରକାର କି ମୁଁ ଆ, ଯେତେବେଳେ ଯୁଦ୍ଧ କରିବି ସେତେବେଳେ ମୁଁ କୌଣସି ମୋର ସାତ୍विକ ପଦ୍ଧତିଟାକୁ ଅ, ମୁଁ ଦୂର କରିବି ନାହିଁ। ମୁଁ ଯୋଉ ସାତ୍ବିକ ପଦ୍ଧତିରେ ଯୁଦ୍ଧ କରିବି ସେ ସାତ୍ବିକ ପଦ୍ଧତି ମୋର ଏଣ୍ଡ ଯାଏଁ ରହୁ। ସେଥିପାଇଁ ସେ ମର୍ଯ୍ୟାଦା ପୁରୁଷୋତ୍ତମ। ଠିକ ଅଛି। ତାପରେ ବହୁତ ଚୋର ଅଛନ୍ତି ଯୋଉମାନେ କି ଜୀବନ ସାରା ଚୋରି କରିଥାନ୍ତି ଏବଂ ବୁଢା ହେଇଗଲେ ସେମାନେ କଣ କରନ୍ତି ନା ନିଜର ଘରର ଜିନିଷ ଗୁଡାକୁ ବି ଚୋରି କରନ୍ତି। ଏଟା କୁହନ୍ତି ପ୍ରବୃତ୍ତି। ମଣିଷ ତାର ପ୍ରବୃତ୍ତି କେବେ ବି ଛାଡି ପାରେ ନାହିଁ। କେବଳ ସତ୍ସଙ୍ଗ ଈଶ୍ୱରର ଆଶୀର୍ବାଦ ହେଲେ 0.5% ଲୋକ ତାଙ୍କର ପ୍ରବୃତ୍ତିକୁ ଚେଞ୍ଜ କରିବାକୁ ସକ୍ଷମ ହେଇଥାନ୍ତି ଅନ୍ୟମାନେ ପ୍ରାୟତଃ କରିପାରନ୍ତି ନାହିଁ। ଠିକ ସେମିତି ଗୋଟେ ଗ୍ରହ ଯେତେବେଳେ ତାର ନିଚ ପୋଜିସନ କୁ ପଳେଇଲା ସେତେବେଳେ କଣ ତାର ଯୋଉ ନୈସର୍ଗିକ ନିଜର ଗୁଣ ଅଛି ନିଜର କ୍ୱାଲିଟି ଅଛି ସେଥିରେ ସେ କଣ ରେଜଲ୍ଟ ଦବ ସେ ବିଷୟରେ ଆମେ ମାନସାଗରୀ ପଦ୍ଧତି ଉପରେ ବେଷ୍ଟ କରି ଏ ଡିସ୍କସନ ଟା ଷ୍ଟାର୍ଟ କରିବା। ଆମେ ମୂଳରୁ କହିଛୁ ଆମେ ଶାସ୍ତ୍ରୋଚିତ କଥାକୁ ନେଇକି ଡିସ୍କସନ ଆରମ୍ଭ କରୁଛେ। ସର୍ବପ୍ରଥମେ ମନେ ରଖନ୍ତୁ ମେଷେ ରବି ବୃଷେ ଚନ୍ଦ୍ର ମକରେ ମେଦିନୀ ସୂତ ଗୁରୁ କର୍କେ ଝସେ ଭୃଗୁ ଏମିତି ଗୋଟେ ଶ୍ଲୋକ ମୁଁ ଉଚ୍ଚ ଗ୍ରହ ପଢେଇଲା ବେଳେ ପଢେଇଥିଲି। ମୁଁ କହିଥିଲି ଯେ ପ୍ରତ୍ୟେକ ଗ୍ରହର ଉଚ୍ଚ ସ୍ଥାନ କୋଉ କୋଉ ଗୁଡାକ ଥିଲା। ଯଦି ମେଷ ରାଶିରେ ରବି ରହିଲେ କେତେ ଡିଗ୍ରୀରେ ରହିବେ ସେଗୁଡାକ ମୁଁ ଭଲସେ ପଢେଇ ଦେଇଛି। ଆଜି ଏଇଟା ସମ୍ପୂର୍ଣ୍ଣ ଡିସ୍କସନ ସେସନ ରହିବ କି ଯଦି ସୂର୍ଯ୍ୟ ନିଚ ହେଇଗଲେ କୁଣ୍ଡଳୀରେ ତାହେଲେ ସୂର୍ଯ୍ୟଙ୍କର ନିଚ ଘର କୋଉଟା ନା ତୁଳା। ଯଦି ସୂର୍ଯ୍ୟ ତାଙ୍କର ଉଚ୍ଚ ଘର କୋଉଟା ନା ମେଷ। ଯଦି ସୂର୍ଯ୍ୟ ତୁଳା ରାଶିରେ ରହିଲେ ଯାହାର ସୂର୍ଯ୍ୟ ତୁଳା ରାଶିରେ ରହିଲେ ତାହେଲେ କଣ ହବ ସୂର୍ଯ୍ୟ ହଉଛନ୍ତି ହାଡର ପ୍ରତୀକ ବୋନ ର ପ୍ରତୀକ। ତାହେଲେ ଦେଖାଯାଏ ମାନସାଗରୀ ପଦ୍ଧତି କହୁଛି ଯେ ଯଦି ସୂର୍ଯ୍ୟ ନିଚ ହେଇଗଲେ ତାର ଦାନ୍ତ କଠୋର ହେଇଯିବ ଆଉ ତାର ମୁହଁ ବି କଠୋର ଦେଖାଯିବ। ସମ ଶରୀର ସମାନ ମାନେ ଆୟତକାର କ୍ଷେତ୍ର ଭଳିଆ ଶରୀର ଦେଖାଯିବ। ସ୍ଥୂଳ ଜଙ୍ଘ ସ୍ଥୂଳ ହାତ ସ୍ଥୂଳ ଗୋଡ ଆଉ ସ୍ତ୍ରୀ ମାନଙ୍କ
ପଛରେ ମନ ଲଗେଇବ, ମାନେ ତାର ୱେମେନ ପ୍ରତି ୱିକନେସ ରହିବ। ଏଇଟା ଆମେ ଯୋଉ ଡିସ୍କସନ କରୁଛେ, ଆମେ ଏଇଟା ମାନସାଗରୀ ପଦ୍ଧତିରେ ଲେଖା ଯାଇଛି, ସେଇ ଜିନିଷକୁ ଆମେ ଡିସ୍କସନ କରୁଛେ। ତାପରେ ଯଦି ଚନ୍ଦ୍ରମା ଉଚ୍ଚ କୋଉଠି ନା ବୃଷରେ ଚନ୍ଦ୍ରମା ହଉଛନ୍ତି ଉଚ୍ଚ। ବୃଷ ରାଶିରେ ଜେନେରାଲି ଚନ୍ଦ୍ରମା ଉଚ୍ଚ ରହନ୍ତି, ଏବଂ ବୃଷ ରାଶିରେ ଚନ୍ଦ୍ରମା ଯଦି ଉଚ୍ଚ ହେଲେ ତାର ଠିକ ଅପୋଜିଟ ବୃଶ୍ଚିକ ରାଶି ବା ବିଛା ରାଶିରେ ଚନ୍ଦ୍ରମା ନିଚ ହେଇଯାନ୍ତି। ତାହେଲେ ଯଦି ଚନ୍ଦ୍ରମା ତାଙ୍କର ନିଚ ସ୍ଥାନରେ ରହିଲେ, ତାହେଲେ ଜାତକ କଣ ହବ ନା ନର୍ତ୍ତକ ହବ, ଡ୍ୟାନ୍ସ କୁ ଭଲ ପାଉଥିବ, ବା ଗାଣ ବଜାଣକୁ ବହୁତ ଭଲ ପାଉଥିବ, ଆଉ ଗାଣ ବଜାଣରେ ନିପୁଣ ହେଇଥାଇପାରେ, ଭଲ ବକ୍ତା ହେଇଥାଇପାରେ, ଧୂର୍ତ୍ତ ହେଇପାରେ, ଆଉ ନିଚ ଲୋକଙ୍କ ସଙ୍ଗତି କରୁଥିବା ବାଲା ହେଇପାରେ, ଏବଂ କୁବୁଦ୍ଧି ବାଲା ବ୍ୟକ୍ତିତ୍ବ ହେଇପାରେ, ଏବଂ ସଂଶୟାଳୁ ବ୍ୟକ୍ତିତ୍ବ ହେଇପାରେ। ମାନସାଗରୀ ପଦ୍ଧତି ଏଇ ସବୁ ଜିନିଷ ଗୁଡାକ। ମଙ୍ଗଳ କୋଉଠି ଉଚ୍ଚ? ମକରେ ମେଦିନୀ ସୂତ, ମକର ରାଶିରେ ମଙ୍ଗଳ ହଉଛନ୍ତି ଉଚ୍ଚ। ତାହେଲେ ତାର ଠିକ ଅପୋଜିଟ କର୍କଟ ରାଶିରେ ମଙ୍ଗଳ ହଉଛନ୍ତି ନିଚ। ଯଦି ମଙ୍ଗଳ କର୍କଟ ରାଶିରେ ରହନ୍ତି, ତାହେଲେ କଣ ହବ ନା ଅଧିକ ସମ୍ପତ୍ତି ବାଲା। ମଙ୍ଗଳ ନିଚ ହେଇଗଲେ ଅଧିକ ସମ୍ପତ୍ତି ବାଲା, ବୁଦ୍ଧିମାନ, ଗୁଣଗ୍ରାହୀ, ଆଉ ବେସିକାଲି ତାର କାମ ମାନେ ରାତ୍ରିରେ ତାକୁ ରାତି ପସନ୍ଦ ଆସୁଥିବ ଏବଂ ରାତିରେ କାମ କଲା ବାଲା ହେଇଥିବ, ଏବଂ ବେଭିଚାରୀ ଏବଂ ଦୁଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଛି। ଏଗୁଡାକ ମୁଁ ଫଳାଦେଶ ଗୁଡାକ ଖାଲି ଆପଣ ମାନଙ୍କୁ କହିଦଉଛି। ଏଗୁଡାକର ଜଷ୍ଟିଫିକେସନ ବି ବହୁତ ମାତ୍ରାରେ ରହିଛି। ଗୋଟେ ଗୋଟେ ଜିନିଷକୁ ଜଷ୍ଟିଫାଇ କରିକି ଗୋଟେ ଗୋଟେ ଜିନିଷକୁ କହିଲେ ଆମେ ଟୋଟାଲ ଭିଡିଓକୁ କମ୍ପ୍ଲିଟ କରିପାରିବା ନାହିଁ। ଠିକ ଅଛି। ଏବେ ଆମେ ଜାଣିବା ବୁଧ। ବୁଧ କୋଉ ରାଶିରେ ଉଚ୍ଚ? ନା ବୁଧ ହଉଛନ୍ତି କନ୍ୟାରେ ଉଚ୍ଚ ଏବଂ ନିଚ ହଉଛନ୍ତି ମୀନରେ। ଯଦି କାହାର ବୁଧ ମୀନ ରାଶିରେ ରହିଗଲା, ତାହେଲେ କଣ ହବ ନା ସେ ଜାତକର ସ୍ତ୍ରୀ ସତୀ ହେଇଥିବ, ସୁବୁଦ୍ଧି ବାଲା ହେଇଥିବ, ସୁଶୀଳା ହେଇଥିବ, ଏବଂ ପତିର ଆଜ୍ଞା ପାଳନକାରୀ ସ୍ତ୍ରୀଟିଏ ହେଇଥିବ, କିନ୍ତୁ ତାକୁ ସନ୍ତାନ ଜନିତ ସମସ୍ୟା ହେବାର ସମ୍ଭାବନା ରହିଛି। ତେଣୁ ଯେତେବେଳେ ଆପଣ କୁଣ୍ଡଳୀ ଦେଖୁଛନ୍ତି, ସନ୍ତାନ ଜନିତ ସମସ୍ୟା ସ୍ତ୍ରୀର ଦେଖୁଛନ୍ତି, ଦେଖନ୍ତୁ ଯେ ତାର ବୁଧ ନିଚ ଅଛି କି, ବୁଧ ଉପରେ ଦୁଷ୍ପ୍ରଭାବ ଅଛି କି। ଯଦି ବୁଧ ମୀନ ରାଶିରେ ରହିଲେ ଏବଂ କ୍ରୂର ଗ୍ରହ ଯେମିତିକି ସୂର୍ଯ୍ୟ, ମଙ୍ଗଳ, ଏଗୁଡା ସବୁ କ୍ରୂର ଗ୍ରହ, ସୂର୍ଯ୍ୟ ହଉଛନ୍ତି କ୍ରୂର ଗ୍ରହ, ମଙ୍ଗଳ, ଶନି ଏବଂ ରାହୁ କେତୁଙ୍କ ଦୃଷ୍ଟି ରହିଲା, ଇନଫ୍ଲିକ୍ଟେଡ ହେଇଗଲେ, ବୁଧ ଯଦି ନିଚ ରାଶିକି ପଳେଇଲେ, ତାହେଲେ ସନ୍ତାନ ସମସ୍ୟାଟି ଦେଖାଯାଏ। ଏହାର ଗୁଡ ପଏଣ୍ଟସ ଗୁଡାକ ବି ମୁଁ କହିଲି କି ଜାତକର ସ୍ତ୍ରୀ ବହୁତ ସତୀ ହେଇଥିବ, ସୁବୁଦ୍ଧି ବାଲା ହେଇଥିବ, ସୁଶୀଳା ହେଇଥିବ, ପତିର ଆଜ୍ଞା ପାଳନକାରୀ। ଯଦି ଗୁରୁ ହଉଛନ୍ତି କର୍କଟ ରାଶିରେ ଉଚ୍ଚ, ଗୁରୁ ଯଦି ମକର ରାଶିକୁ ପଳେଇଲେ, ଜାତକ ସୁନ୍ଦରୀ ସ୍ତ୍ରୀଟିଏ ପାଏ। ଠିକ ଅଛି। ଆଉ ପୁଷ୍ପ ଫଳ ପ୍ରତି ତାର ବିଶେଷ ଲଗାଉ ଥାଏ। ଆଉ ନିଜ ଜାଗାରୁ ଅନ୍ୟ ଜାଗାରେ ରହିକି ସିଏ କାମ କରେ, ଏବଂ ତା ଉପରେ ବହୁତ ଲୋକଙ୍କର ପରିବାର, ତାର ଗୋଟେ ଗୋଟେ ଜଏଣ୍ଟ ଫ୍ୟାମିଲି ଟାଇପ ରହିଥାଏ, ଏବଂ ଯଦି ବି ତାର ଜଏଣ୍ଟ ଫ୍ୟାମିଲି ନଥାଏ, ତାହେଲେ ତାର ବହୁତ ଲୋକଙ୍କର ସିଏ ଲାଳନ ପାଳନର ଦାୟିତ୍ୱ ଗ୍ରହଣ କରିଥାଏ। ଏଇଟା ଆପଣ ମନେ ରଖିବେ, ନିଚସ୍ତ ଗ୍ରହର ଫଳ ହିସାବରେ ମୁଁ ମାନସାଗରୀ ପଦ୍ଧତି କହୁଛି। ତାପରେ ଆସିଲେ ଶୁକ୍ର। ଶୁକ୍ର କୋଉଠି ନିଚ ହେଇଯିବେ? ଶୁକ୍ର ଉଚ୍ଚ ହଉଛନ୍ତି ମୀନରେ, ଶୁକ୍ର ନିଚ ହେଇଯାନ୍ତି କନ୍ୟା ରାଶି। ତାହେଲେ ଜାତକ କଣ ହବ ନା ଜାତକ କୌତିକିଆ ହେଇଥିବ, ବିନୋଦ ସ୍ୱଭାବର ହେଇଥିବ, ସବୁବେଳେ ଉଚିତ କଥା କହୁଥିବ, ହକର କଥା ଉଚିତ କଥା କହୁଥିବ, ଆଉ ରାଜନୀତିରେ ନିପୁଣ ହେଇଥିବ ଏବଂ ମତିମାନ ହେଇଥିବ। ତେଣୁ ଶୁକ୍ର ନିଚ ହେଇଗଲେ ପଇସାରେ ଟିକେ ପ୍ରୋବ୍ଲେମ ହେଇପାରେ, ବଟ ଏତିକି ଜିନିଷ ତାର ଗୁଡ କ୍ୱାଲିଟି ଆସିବା କଥା ଆସିବ। ମାନସାଗରୀ ପଦ୍ଧତି ଏଇ କଥା କହୁଛି। ଶନି ଉଚ୍ଚ କୋଉଠି ନା ତୁଳାରେ ଶନି ଉଚ୍ଚ। ଶନି ଯଦି ମେଷକୁ ପଳେଇଲେ, ମାନସାଗରୀ କହୁଛି ଯେ ସିଏ ଯଦି ଶନି ନିଚକୁ ପଳେଇଲେ, ସବୁବେଳେ ପୁରୁଷ ଶତ୍ରୁ ତାର ଜୀବନରେ ଯିଏ ରହିବେ, ସେ ତାଙ୍କୁ ହରେଇ ଦବ।
ତା ଦେହ ମଜବୁତ ହବ, ଅତି କାନ୍ତି ବାଲା ହବ, ଚଞ୍ଚଳ ହବ ଏବଂ ଦେଶ ଗ୍ରାମ ନଗରରେ ଗୋଟେ ମାନ୍ୟ ଗଣ୍ୟ ବ୍ୟକ୍ତିଟିଏ ହେଇଥିବ। ଏଇଭଳିଆ ଲୋକଙ୍କୁ ଜେନେରାଲ ଦେଖାଯାଏ, ଯୋଉମାନେ ଶନିଙ୍କର ଯୋଉମାନେ ନିଚ ଥାଆନ୍ତି ସେମାନଙ୍କର, ସେମାନେ ରାଜ୍ୟାଧିକାରୀ ହେଇଥାନ୍ତି, ସ୍ଵତନ୍ତ୍ର ହେଇଥାନ୍ତି, ବିବେକଶୀଳ ହେଇଥାନ୍ତି, ଭାଗ୍ୟବାନ, ସ୍ତ୍ରୀ ସୁଖର ଯୁକ୍ତ, ଆଉ ଭାଇ ଆଉ ପରିବାରର ଯୁକ୍ତ। ତେଣୁ ଶନି ନିଚ ଯଦି ହୁଅନ୍ତି ଏବଂ ଶନିକୁ ଯଦି ଅନ୍ୟ କୌଣସି ପାପ ଗ୍ରହ ଦେଖୁନଥାନ୍ତି, ତାହେଲେ ଏଇଭଳିଆ ଗୁଡ ରେଜଲ୍ଟ ବି ତାଙ୍କ ଜୀବନରେ ଦେଖିବାକୁ ମିଳେ। ତାପରେ ଆସିବା ଆମେ ରାହୁ। ଆମକୁ ପ୍ରକାରାନ୍ତରେ କୁହାଯାଇଛି ରାହୁ ହଉଛନ୍ତି ମିଥୁନ ରାଶିରେ ଉଚ୍ଚ। ରାହୁ ଯଦି ଧନୁ ରାଶିରେ ପଳେଇଲେ, ତାହେଲେ ଲୋକ ଭାଗ୍ୟହୀନ ହୁଏ, ନିର୍ଧନ ହୁଏ, ଦୁଷ୍ଟ ହୁଏ, ପାପୀ ହୁଏ, ଉବୁଦ୍ଧି ବାଲା ହୁଏ ଏବଂ ବନ୍ଧୁ ଜନରୁ ଦୂରେଇ ରୁହେ। କେତୁ କୋଉଠି ନିଚ? ନା, କେତୁ ଉଚ୍ଚ ହଉଛନ୍ତି ଗୁରୁର ରାଶିରେ। ଧନୁ ରାଶିରେ ହଉଛନ୍ତି କେତୁ ଉଚ୍ଚ, ମିଥୁନ ରାଶିରେ କେତୁ ହଉଛନ୍ତି ନିଚ। ଯଦି କେତୁ ନିଚ ହେଇଗଲା, ତାହେଲେ ଏଇଟା ଆପଣ ନିଶ୍ଚିତ ଭାବରେ ଜାଣନ୍ତୁ, ଜାତକ କୁବୁଦ୍ଧି ବାଲା, କୁଶୀଳ ଏବଂ କଣା, ସ୍ତ୍ରୀହୀନ, ଦୁଃଖରେ ପୀଡିତ ଏବଂ ଶତ୍ରୁ ମାନଙ୍କ ସହିତ ଲଢୁଥିଲା ବାଲା। ମୁଁ ଏଇ ଯୋଉ ଜିନିଷ ଗୁଡାକ ଆପଣ ମାନଙ୍କୁ ଏକ୍ସପ୍ଲେନ କଲି, ଏଇଟା ଆପଣ ମାନସାଗରୀ ପଦ୍ଧତିରେ କ୍ଲିୟର କଟଲି ଡେସ୍କ୍ରିପସନ ଅଛି। ତା ଦେହରୁ ଗୋଟେ ୱାର୍ଡ ମୁଁ ଯୋଡିନି କି ଗୋଟେ ୱାର୍ଡ ନିଜର ଆଡ କରିନି। ଏଇ ଜିନିଷଟାକୁ ମୁଁ ଯୋଉ ଯୋଉ ଜିନିଷ ପଜିଟିଭ ପଏଣ୍ଟ କହିଲି, ଯୋଉ ଯୋଉ ନେଗେଟିଭ ପଏଣ୍ଟ କହିଲି, ତାର ଫଳରେ ମଧ୍ୟ ଚେଞ୍ଜେସ ଆସିପାରେ। ବଟ ପ୍ରକାରାନ୍ତରେ ଏଇ ଜିନିଷ କିଛି ନା କିଛି ତା ଜୀବନରେ ଛଲକିବ ହିଁ ଛଲକିବ, କାରଣ ଏଇ ସବୁ ଜିନିଷ ଗୁଡିକ ସେ ନୈସର୍ଗିକ ଗୁଣ ଉପରେ ଡିପେଣ୍ଡ କରିକି, ତାର ନିଜସ୍ୱ କ୍ୱାଲିଟି ଉପରେ ଡିପେଣ୍ଡ କରିକି ହିଁ ଲେଖାଯାଇଛି। ତ ଆଜିର ସେସନରେ ଆମେ ଜାଣିଲେ ନିଚସ୍ତ ଗ୍ରହ ଫଳ। ତ ଆଜିର ସେସନ ପାଇଁ ଏତିକି। ନେକ୍ସଟ ସେସନରେ ଆମେ ଜାଣିବା ଉଚ୍ଚସ୍ଥ ଗ୍ରହ ଫଳ ହିସାବରେ। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।